ସୁକିନ୍ଦା ମେଡିକାଲରେ 26 ଜଣ ଝାଡ଼ାବାନ୍ତି ରୋଗୀ। ସୁକିନ୍ଦା ବ୍ଲକର ବିଭିନ୍ନ ଗ୍ରାମରେ ଏବେ ଝାଡ଼ାବାନ୍ତି ରୋଗୀଙ୍କର ସଂଖ୍ୟା ବଢ଼ିବାରେ ଲାଗିଛି। ସୂଚନା ମୁତାବକ ବୁଧବାର ସକାଳ 7 ଘଟିକା ସମୟ ମଧ୍ୟରେ ସୁକିନ୍ଦା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ 26 ଜଣ ଝାଡ଼ାବାନ୍ତି ରୋଗୀଙ୍କର ଭର୍ତ୍ତି କରାଯାଇ ଚିକିତ୍ସା ହେଉଥିବା ଦେଖିବାକୁ ମିଳିଛି। ସୁକିନ୍ଦା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ରୋଗୀମାନଙ୍କ ନିମନ୍ତେ 2ଟି ରୁମ୍ରେ ବେଡ୍ର ବ୍ୟବସ୍ଥା କରାଯାଇଥିବା ବେଳେ ଗୋଟିଏ ରୁମ୍ରେ ସମସ୍ତ ବେଡ୍ ପୂରଣ ହୋଇଯାଇଥିବା ବେଳେ ଅନ୍ୟ ଏକ ରୁମ୍ରେ ଜଣେ ଅସହାୟ ବୃଦ୍ଧ ଝାଡ଼ାବାନ୍ତି ରୋଗରେ ଆକ୍ରାନ୍ତ ହୋଇ ରୁମ୍ଟିରେ ସେ ରହୁଥିବା ବେଳେ ସେହି ରୁମ୍ଟି ଦୁର୍ଗନ୍ଧ ବ୍ୟାପୁଥିବା ହେତୁ ସେହି ରୁମ୍ରେ ଅନେକ ରୋଗୀମାନେ ରହିବା ସମ୍ଭବ ହେଉନଥିବାରୁ ରୋଗୀମାନେ ବେଡ୍ ନ ପାଇ ମେଡିକାଲ ବାରଣ୍ଡା ବେଞ୍ଚ ଆଦିରେ ଚିକିତ୍ସିତ ହେଉଥିବା ଦେଖିବାକୁ ମିଳିଛି। ଏହି ସମସ୍ୟାର ତୁରନ୍ତ ସମାଧାନ କରିବା ପାଇଁ ସ୍ଥାନୀୟ ଲୋକେ ଦାବି କରିଛନ୍ତି। ଜିଲ୍ଲାପାଳଙ୍କ ନିର୍ଦ୍ଦେଶ କ୍ରମେ ସୁକିନ୍ଦା ତହସିଲଦାର ମାନସ ରଞ୍ଜନ ତ୍ରିପାଠୀ ମଙ୍ଗଳବାର ବିଳମ୍ବିତ ରାତି ପର୍ଯ୍ୟନ୍ତ ସୁକିନ୍ଦା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ରହି ସ୍ଥିତି ଅନୁଧ୍ୟାନ କରିଥିବା ସୂଚନା ମିଳିଛି।